हेलो साଙ୍ଗମାନେ ଯଦି ଆପଣଙ୍କ ଆକାଉଣ୍ଟରୁ କିଛି ମନ୍ଥଲି ଏମିତି ପଇସା କଟୁଛି ଯେଉଁଟାକି ଅଟଳ ପେନ୍ସନ୍ ଯୋଜନା ପାଇଁ ଆପଣ ଚାହିଁଲେ ତାକୁ କ୍ଲୋଜ୍ କେମିତି କରିବେ ସେ ବିଷୟରେ ମୁଁ ଆଜି ଆପଣଙ୍କୁ ଜଣେଇବି। ଯେଉଁଟାକି ଏଇଟା ଆପଣ ଦେଖିପାରୁଥିବେ ଯେଉଁଟାକି ମୋର ପ୍ରାନ୍ ନମ୍ବର ରହୁଛି ଆଉ ମୁଁ କେମିତି ଆକାଉଣ୍ଟକୁ କ୍ଲୋଜ୍ କଲି ଆଉ ଲାଇଭ୍ ପ୍ରୁଫ୍ ମାନେ କହିବାକୁ ଗଲେ ପ୍ରୁଫ୍ ବି ଦେଇଦେବି ଯେ ମୋ ପାଖକୁ ପେମେଣ୍ଟ ଆସିଛି ବୋଲି ଆଉ କେତେ ଦିନ ଟାଇମ୍ ଲାଗୁଛି ପେମେଣ୍ଟ ଆସିବାକୁ ସେ ବିଷୟରେ ଆଜି ମୁଁ ଫୁଲ୍ ଡିଟେଲ୍ସରେ ଆପଣଙ୍କୁ ଜଣେଇବି। ତେବେ ଠିକ୍ ଅଛି ମୁଁ ପ୍ରଥମେ ଜଣେଇ ଦେଉଛି ମୋ ପାଖରେ ଯେଉଁଟାକି ଅଟଳ ପେନ୍ସନ୍ ଯୋଜନାର ଏଠି ଆପଣଙ୍କୁ ପ୍ରାନ୍ ନମ୍ବର ମିଳିଯିବ। ଠିକ୍ ଅଛି ତାପରେ ଏଇଟା ମୁଁ କେଉଁ ଦିନ ଆକ୍ଟିଭ୍ କରିଥିଲି 22/6/2021 ଆକ୍ଟିଭ୍ ହେଇଥିଲା ଆଉ ମୋର ମନ୍ଥଲି ଏଠି 3000 ଟଙ୍କା ପେମେଣ୍ଟ ଆସିଥାନ୍ତା 60 ବର୍ଷ ପରେ ଯେଉଁଟାକି 2058 ବର୍ଷ ଆଉ 8 ତାରିଖ 5 ମାସରେ ଲାଗୁ ହେଇଯାଇଥାନ୍ତା ମୋର ପେନ୍ସନ୍ ମାସକୁ ମାସ ମୋତେ ଏଠି 3000 ଟଙ୍କା ମିଳିଥାନ୍ତା। ମୋତେ କିଛି ଏଇଟା ଆଉ ଭଲ ଲାଗିଲାନି ତା ବାଦେ କିଛି ଏମିତି ଭାବିଛନ୍ତି କି ଆଉ ମୁଁ ଏଇଟାକୁ କ୍ଲୋଜ୍ କରୁଛି। ଆପଣ ଯଦି ବି କ୍ଲୋଜ୍ କରୁଛନ୍ତି ତେବେ ବହୁତ ଟିକେ ଭାବିଚିନ୍ତି ଟିକେ କରନ୍ତୁ। ଠିକ୍ ଅଛି ତା ବାଦେ ଏଠି ଆପଣଙ୍କୁ ଜଣେଇ ଦେଉଛି ପ୍ରଥମେ ମୁଁ ଆପ୍ଲିକେସନ୍ଟା ଯେଉଁ ଲେଖିଛି ଏଇଟା ହେଇଗଲା ଯେଉଁଟାକି SBI ବ୍ୟାଙ୍କ ଶାଖାର ଅଧିକାରୀମାନେ ମୋତେ କହିଥିଲେ ଯେ ଆପଣଙ୍କୁ ଗୋଟେ ଲିଖିତ ଆପ୍ଲିକେସନ୍ ଲେଖିବାକୁ ପଡ଼ିବ ଆପଣ ଯଦି କ୍ଲୋଜ୍ କରିବାକୁ ଚାହୁଁଛନ୍ତି। ତେବେ ମୁଁ ଏଇ ଟାଇପ୍ର ଗୋଟେ ଆପ୍ଲିକେସନ୍ ଲେଖିକି ଦେଇଥିଲି। ଆପଣ ଚାହିଁବେ ଯଦି ମୁଁ ଏଇଟାକୁ ମୋର ହ୍ୱାଟ୍ସଆପ୍ ଗ୍ରୁପ୍ରେ ଛାଡ଼ିଦେବି କପି କରିକି ଆପଣ ଏଇ ଫର୍ମାଟ୍ରେ କରିପାରିବେ। ଆଉ ବ୍ୟାଙ୍କ ଅଧିକାରୀକୁ ରିକ୍ୱେଷ୍ଟ କରିକି ମୁଁ ଏଇଟା ଗୋଟେ ଫଟୋ ନେଇଯାଇଥିଲି ଯେଉଁଟାକି ମୋର ଏଠି ଆପଣ ଷ୍ଟାମ୍ପ ଦେଖିପାରୁଥିବେ ଯେଉଁଟାକି ବ୍ୟାଙ୍କ ଅଧିକାରୀମାନେ ମୋର ଏଠି ଫର୍ମଟିକୁ ଗ୍ରହଣ କରିଥିଲେ ଆଉ ଆଗକୁ ପ୍ରୋସେସ୍ ପାଇଁ ଏଇଟା ମୋର ପଠାଇଥିଲେ ଯେଉଁଟାକି ମୁଁ ଫର୍ମଟା ଦେଇଥିଲି 22/1/2026ରେ ଯେଉଁଟାକି ଜାନୁଆରୀ ମାସ 22 ତାରିଖରେ ମୁଁ ଦେଇଥିଲି। ଏଠି ବି ବ୍ୟାଙ୍କ ଅଧିକାରୀ ଡେଟ୍ ପକାଇଛନ୍ତି ଆଉ ମୋତେ ପେମେଣ୍ଟଟା ମିଳିଛି 28 ତାରିଖରେ ଯେଉଁଟାକି NOSBIରେ ଅଧେ ବି ସ୍କ୍ରିନ୍ ବ୍ଲାକ୍ ଆସୁଥିବ ଯେଉଁଟାକି ଠିକ୍ସେ ଆପଣଙ୍କୁ ଦେଖାଯାଉନଥିବ। ମୁଁ ୟାର ଗୋଟେ ଫଟୋ ଉଠେଇକି ଆପଣଙ୍କୁ ଦେଖେଇଦେବି ସେଥିରେ ବି ଫୁଲ୍ ଡିଟେଲ୍ସ ଆପଣ ପାଇପାରିବେ ଯେ ପେମେଣ୍ଟଟି ଆକ୍ଚୁଆଲି ଆସିଛି ବୋଲି। ଏଠି NFT ତରଫରୁ ମୋ ପାଖକୁ କିଛି ପେମେଣ୍ଟ ଆସିଥିଲା ଯେଉଁଟାକି 29 ତାରିଖରେ ଆସିଥିଲା। ମୁଁ ଫଟୋରେ ଆପଣ ଅଧେ ବି ଦେଖିପାରୁଥିବେ 29 ତାରିଖରେ ଆସିଥିଲା ଆଉ NFC ଟ୍ରଷ୍ଟ ତରଫରୁ ଯେଉଁଟାକି NEFT ଜରିଆରେ ମୋ ଆକାଉଣ୍ଟକୁ ଆସିଯାଇଥିଲା। ଠିକ୍ ଅଛି ଆପଣଙ୍କୁ ଏଇ ଟାଇପ୍ର କିଛି ଲିଖିତ ଫର୍ମ ଦେବାକୁ ପଡ଼ିବ। ୟା ସାଙ୍ଗରେ ମୁଁ ଆଉ କିଛି ଡିଟେଲ୍ସ ଦେଇଥିଲି ଆଟାଚ୍ କରିକି ଯେଉଁଟାକି ହେଇଗଲା ମୋର ଅଟଳ ପେନ୍ସନ୍ ଯୋଜନାର ଫୁଲ୍ ଡିଟେଲ୍ସ ଦେଇଥିଲି ତା ବାଦେ ମୋ ବ୍ୟାଙ୍କ ଆକାଉଣ୍ଟର ପାସବୁକ୍ଟା ଦେଇଥିଲି ଆଉ ମୋର ଆଧାର କାର୍ଡ଼ଟା ଦେଇଥିଲି। ଏଇ ତିନିଟି ଦେଇଥିଲି ଆଉ ଗୋଟେ ଆପ୍ଲିକେସନ୍ କହିବାକୁ ଗଲେ 4ଟି ଫର୍ମ ଜରିଆ ମୁଁ ଦେଇଥିଲି ଆଟାଚ୍ କରିକି ଯେଉଁଥିକି ମୋର ପେମେଣ୍ଟ ସେଇ 7ରୁ 8 ଦିନ ଭିତରେ ପେମେଣ୍ଟଟି ମୋର ପଳେଇ ଯାଇଥିଲା। ଠିକ୍ ଅଛି ଆଉ ଏଠି ଅଲଗା ବ୍ୟାଙ୍କ କଥା ମୁଁ କହିଦେଉଛି ସେଠି ଏଇ ଟାଇପ୍ର କିଛି ଫର୍ମ ଆପଣଙ୍କୁ ମିଳିଯିବ ଇଜିଲି ବ୍ୟାଙ୍କରେ ଦେଲେ ଏଇ ଟାଇପ୍ର ଫର୍ମ ସେଠି ବି ଆପଣ ଚାହିଁବେ ଯଦି ଆଡ଼୍ କରିନିଅନ୍ତୁ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସ ଯଦି ବି କିଛି ଆମ ତରଫରୁ ମାନେ ଭୁଲ ନ ହଉ ସେଥିପାଇଁ ଏଇ ଟାଇପ୍ର ଆପଣ ଫର୍ମ ଦେଇପାରିବେ। ଠିକ୍ ଅଛି ଏତିକି ଭିଡ଼ିଓ କରିକି ଆପଣଙ୍କୁ ମୁଁ ଜଣାଉଥିଲି ଯେଉଁଟାକି ଆପଣ ଚାହିଁବେ ଯଦି ବ୍ୟାଙ୍କ ଆକାଉଣ୍ଟରୁ APY ଯେଉଁଟାକି ଅଟଳ ପେନ୍ସନ୍ ଯୋଜନା ଆକାଉଣ୍ଟକୁ କ୍ଲୋଜ୍ କରିପାରିବେ। ଥ୍ୟାଙ୍କ ୟୁ।